କୋଉଟା ପଇସା ହେଲାଣି ମୁଖ୍ୟ ବିଷୟରେ ସରିଲାଣି। ଭଲ ଲୋକ ସେ କଂଗ୍ରେସ ରହି କାମ କରୁ, ଧୈର୍ଯ୍ୟ ଧରୁ। ସେ ଜାତୀୟ ନେତା ସୋନିଆ ଗାନ୍ଧୀ ମାନେ ରାହୁଲ ଗାନ୍ଧୀ ବଗଡ଼େ ଏମିତି ଉପରେ କମେଣ୍ଟ ଦେବା ଉଚିତ ନୁହଁ। ସେ ଧୈର୍ଯ୍ୟ ଧରୁ। ଝିଅଟା ତାର ଭଲ କରୁଛି, ଭଲ ପାର୍ଲିଆମେଣ୍ଟ ନଟର ପଟର ତାକୁ କରାହଉନି, ତା କ୍ୟାରିୟର ଟାକୁ ନଷ୍ଟ କରେନି, ଟିକେ ରହିଯା। ମୁଁ ତାକୁ ଅନୁରୋଧ କରୁଛି। କୋଉଠି ଅନ୍ୟାୟ ହେଇଛି, କଣ ହେଇଛି ବୁଝିବା, ଦେଖିବା କଣ ଅନ୍ୟାୟ ହେଇଛି। ତମେ ସେ ଲେଟର ଲେଖିଲ ସୋନିଆ ଗାନ୍ଧୀ ନା ପ୍ରେସିଡେଣ୍ଟ ନା ରାହୁଲ ଗାନ୍ଧୀ ନା ତମେ ଭକ୍ତ ଦାସ ନା କହିଛ, ସାର୍ଥ ନା କହିଛ, ମୋ ନା ଚଳିବ। ଦଳର ଗୋଟେ ଶୃଙ୍ଖଳା ରହିବ। ତମେ କିଏ କି? ଆମ 70 ବର୍ଷର କର୍ମେ ଆମକୁ 3 ଥର କଢା ହେଇଛି, ତଡା ହେଇଛି, ଆମେ ପଡି ରହିଛୁ। ପେସେନ୍ସ। ଏଇନା ପଞ୍ଚାୟତ ଭୋଟ ମୁଣ୍ଡ ଉପରେ ଆମେ ଦିନକୁ ମୁଁ ଆଇଲାଣି 4ଟା ପ୍ରୋଗ୍ରାମ ଶୁଣିଲେ ଆପଣ ମାନେ ଖୁସି ହେବେ। ଓଡ଼ିଶାବାସୀ, ଭାରତବାସୀ, ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା ବାସୀ ମୁଖ୍ୟମନ୍ତ୍ରୀଙ୍କ ସହିତ ତମାଟର ସାକ୍ଷାତ ହୁଏ। ଆମେ 500 ଯୁବକ ଯାଇଥିଲୁ। ଭୁବନେଶ୍ୱରରେ ଆମେ ଜାଗା ରଖିଛୁ 2ଟା, ଗୋଟେ ପାଟଣା ମଦନପୁର। 1 ଲକ୍ଷ ଲୋକ ବସିବେ, କ୍ରିକେଟ ହବ, ଫୁଟବଲ ହବ, ଦର୍ଶକ ବସିବେ, ଷ୍ଟାଡିୟମ କର। ଆମେ କରିଥିଲୁ କଳିଙ୍ଗ ଷ୍ଟାଡିୟମ, 60,000 ଲୋକ ଦର୍ଶକ ବସିବେ। ଲକ୍ଷ୍ୟରେ କର। ଯାଉ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ପଢିଲେ, ସାମ୍ବାଦିକ ମାନେ ନେଇଛନ୍ତି ଏବଂ କରିବେ ବୋଲି କହିଲେ। ଚିଫ ସେକ୍ରେଟାରୀ ସେଇଠି ଥିଲେ, କାଗଜ ଦେଲେ, ତୁରନ୍ତ ଅନୁସନ୍ଧାନ କରି ପୁଟ୍ ଅପ୍ କର। ଧନ୍ୟବାଦ ମୋହନ ବାଜି, ତମେ ଯଦି ଲକ୍ଷ ଲୋକ ବସିବା ଷ୍ଟାଡିୟମଟି କରିଦବ, ଆମେ ଅଞ୍ଚଳବାସୀ ତମ ପ୍ରତି ସମ୍ମାନକୁ କେବେ ଇଞ୍ଚ ହେଲେ କେବେ କମେଇ ଦେବୁ। ମୁଁ କହିପାରିବି ସେ ଯେ କଂଗ୍ରେସ ବାଲା କିଏ କହିଥିବ, କିନ୍ତୁ ମୋଦି ଭଲ ଲୋକ, ଶିକ୍ଷିତ ଲୋକ। କଂଗ୍ରେସ ତାକୁ ରେକଗ୍ନାଇଜ କରିଛି। ସେ ତୁନି ହେଇ ରହି ତା ଝିଅ କ୍ୟାରିୟର ଟା ଦେଖୁ। କଂଗ୍ରେସ ପଛରେ ରହ। ମୋ ସାନ ଭାଇ ହିସାବରେ ଲିଟିଲ ସଜେସନ।